ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ପ୍ରଜାପତିର ଜୀବନ କାଳ କେତେ ଦିନ ହୋଇଥାଏ? ଅପସନ୍ ଏ 20 ଦିନ, ଅପସନ୍ ବି 15 ଦିନ, ଅପସନ୍ ସି 30 ଦିନ, ଅପସନ୍ ଡି 40 ଦିନ। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ ଉତ୍ତରଟି ଜାଣିଥିବେ ତେବେ ଆମକୁ କମେଣ୍ଟ ଜଣାନ୍ତୁ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 15 ଦିନ। ଆଜିର ପରବର୍ତ୍ତୀ ପ୍ରଶ୍ନଟି ହେଉଛି ବିରାଟ କୋହଲି କେଉଁ ଜାତିର ଅଟନ୍ତି? ଅପସନ୍ ଏ କ୍ଷତ୍ରିୟ, ଅପସନ୍ ବି ବୈଶ୍ୟ, ଅପସନ୍ ସି ଶୂଦ୍ର, ଅପସନ୍ ଡି ବ୍ରାହ୍ମଣ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ଏ କ୍ଷତ୍ରିୟ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ? ଅପସନ୍ ଏ ପାକିସ୍ତାନ, ଅପସନ୍ ବି ସାଉଦି ଆରବ, ଅପସନ୍ ସି ବାଂଲାଦେଶ, ଅପସନ୍ ଡି ହେଉଛି ଭୁଟାନ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସାଉଦି ଆରବ। ପରବର୍ତ୍ତୀ ଇଣ୍ଟରେଷ୍ଟିଂ ପ୍ରଶ୍ନଟି ହେଉଛି କେଉଁ ପ୍ରାଣୀ ଖାଇବା ପିଇବା ବିନା 3 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ? ଅପସନ୍ ଏ ନେଉଳ, ଅପସନ୍ ବି ସାପ, ଅପସନ୍ ସି ହେଉଛି ବିଛା ଏବଂ ଅପସନ୍ ଡି ହେଉଛି ଏଣ୍ଡୁଅ। ତେବେ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବିଛା। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି ଭାଲୁ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ? ଅପସନ୍ ଏ ନେପାଳ, ଅପସନ୍ ବି ରୁଷ, ଅପସନ୍ ସି ଇଂଲଣ୍ଡ, ଅପସନ୍ ଡି ହେଉଛି ଆମେରିକା। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରୁଷ। ଆଜିର ଷଷ୍ଠ ପ୍ରଶ୍ନଟି ହେଉଛି ସବୁଠାରୁ ଅଧିକ ଅଳସୁଆ ପଶୁ କେଉଁଟି? ଅପସନ୍ ଏ କୋଆଲା, ଅପସନ୍ ବି ହାତୀ, ଅପସନ୍ ସି ଘୋଡ଼ା ଏବଂ ଅପସନ୍ ଡି ହେଉଛି ବିଲେଇ। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କୋଆଲା। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଏମିତି କେଉଁ ଫଳ ଅଛି ଯାହାର 4ଟି ରଙ୍ଗ ଥାଏ? ଅପସନ୍ ଏ ଅମୃତଭଣ୍ଡା, ଅପସନ୍ ବି ସପୁରୀ, ଅପସନ୍ ସି ଡାଳିମ୍ବ, ଅପସନ୍ ଡି ହେଉଛି ତରଭୁଜ। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ତରଭୁଜ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି ବାଇଗଣୀ ରଙ୍ଗର ଟମାଟୋ କେଉଁ ଦେଶରେ ଦେଖିବାକୁ ମିଳିଥାଏ? ଅପସନ୍ ଏ ଇଂଲଣ୍ଡ, ଅପସନ୍ ବି ବ୍ରାଜିଲ, ଅପସନ୍ ସି ଇରାନ ଏବଂ ଅପସନ୍ ଡି ହେଉଛି ଇରାକ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବ୍ରାଜିଲ। ପରବର୍ତ୍ତୀ ପ୍ରଶ୍ନଟି ହେଉଛି କେଉଁ ପୁଷ୍ପକୁ ବାଟି କରି ଲଗାଇଲେ ଚୁଟି ଲମ୍ବା ଓ ଘନ ହୋଇଥାଏ? ଅପସନ୍ ଏ ରଜନୀଗନ୍ଧା, ଅପସନ୍ ବି ଟଗର, ଅପସନ୍ ସି ଶଙ୍ଖପୁଷ୍ପ, ଅପସନ୍ ଡି ନାଗପୁଷ୍ପ।
ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଶଙ୍ଖପୁଷ୍ପ। ଆଜିର ଶେଷ ପ୍ରଶ୍ନଟି ହେଉଛି କେଉଁ ଗଛ ସାପ ବିଷକୁ ବାହାର କରିଥାଏ? ତେବେ ଚାଲନ୍ତୁ ଦେଖିନେବା ଏହାର ଉତ୍ତରଟି। ଏହାର ସଠିକ୍ ଉତ୍ତରଟି ହେଉଛି ନାଗପୁଷ୍ପ।